ଆମ ଯୋଗା ଭାରି ବଢ଼ିଆ। ଆସନ୍ତେ କୃଷ୍ଣ ରସେ ରସି ମତେ ଭେଷ୍ଟିଲା ଦୁଷ୍ଟା ଆସି। ଯତିତ୍ୱପଣ ମୋର ଜାଣେ ତଥାପି ପରେ ଭ୍ରମପଣେ। ବୋଇଲା ଶୁଣ ମୁନିବର ମୋ କାମ ଦୁଃଖ ପରିହର। ହେ ମୁନି ଶ୍ରେଷ୍ଠ ଯୋଗେଶ୍ୱର ମୋ ତୁଲେ ଗୃହ ଧର୍ମ କର। ତୁମ୍ଭେ ହୋଇଲ ନିଜ ପତି ଏଣୁ ଅଇଲି ତୁମ୍ଭ କତି। ପୁରୁଷ ସ୍ୱଧର୍ମଟି ଏହି ପ୍ରାପତ କନ୍ୟା ନତେ ଜୟୀ। ଯାଚକ କନ୍ୟା ପ୍ରତେଜିଲେ ସୁଖ ନ ଲଭଇ ଭଲେ। ଏମନ୍ତ ବାକ୍ୟ ତାର ଶୁଣି ଆମ୍ଭେ ପ୍ରକୋପେ ତାକୁ ଭଣି। ବୋଇଲୁ ତୁ ନିଜ ଯୁବତୀ ପ୍ରମୋଦା କୂଳେ ନୋହୁ ସତୀ। କୁଳ ଦୂଷଣ କର୍ମ ତର ନ ମରି ଧରିଛୁ ଶରୀର। ପାତ୍ର ଅପାତ୍ର ତୁ ନ ଜାଣୁ ଦୂଷଣ କଥା କେତେ ଭଣୁ। ଶୁଣ ତୁ ଲୋ ମୂଢ଼ ଅଜ୍ଞାନୀ ଆମ୍ଭେ ଯେ ଅଟୁ ବ୍ରହ୍ମଜ୍ଞାନୀ। ଗୃହସ୍ଥ ଧର୍ମ ଆମ୍ଭ ନାହିଁ ତୋର ବରଣ ରକ୍ଷା କାହିଁ। ତୋହର ପରେ ଯେବେ ଇଚ୍ଛା କହିବା ପୁରିବା ତ ବାଞ୍ଛା। ଯବନ ମାନଙ୍କ ଈଶ୍ୱର ତୁ ଯାଇବେ କେ ତାକୁ ବର। ଯେ କାମ ଭୋଗେ ତୋର ଇଚ୍ଛା ସେ ତୋର ପୁରାଇବେ ବାଞ୍ଛା। ତା ଶୁଣି ବିମିକେ ତରୁଣୀ ସେ କୋପେ ମତେ ସାପ ଭଣି। ବୋଇଲା ଶୁଣ ମୁନିବର ମୋ ପ୍ରୀତି ଆଶା କଲୁ ଦୂର। ତୁ ଏକ ଠାବେ ନ ରହିବୁ ଜୀବନ୍ତେ ଯେତେ କାଳ ଥିବୁ। ବ୍ରହ୍ମାଣ୍ଡ ମଧ୍ୟ ସ୍ଥାନ ଯେତେ ଭ୍ରମଣ କରୁଥିବୁ ନିତ୍ୟେ। କାହିଁ ତୁ ନ ଲଭିବୁ ସୁଖ ଭୋଗାଦି ନାମେଣ ବିମୁଖ। ଏ ଘୋର ସାପ ମତେ ଦେଇ ବରିଲା ଭୟପତି ଯାଇ। ଭୋ ଦେବ ଯବନ ଈଶ୍ୱର ତୁ ବୀର ବଳେ ବଳିୟାର। ଏଣୁ ବରିଲୁ ମୁହିଁ ତତେ ମୋର ବିନୟ ଘେନ ଚିତ୍ତେ। ତୁମ୍ଭକୁ ଯେମା କହି ଯାହା ବିନାଶ ନୋହେ କାମ ତାହା। ଶୁଣ ଯବନ ଅଧିପତି ଏବେନି ଲୋକେ ଶିଶୁମତି। ଯେ ଲୋକ ଶାସ୍ତ୍ରର ଉକତ ଦ୍ରବ୍ୟ ହୋଇଲେ ଉପଗତ। ଯାଚକ ଜନେ ତା ନ ଦେଇ ଅଥବା ଦେଲେ ନ ଘେନଇ। ଏବେନି ଶିଶୁ ସଙ୍ଗେ ସରି ଏଣୁ ତାହାଙ୍କୁ ଶୋକ କରି। ତୁମ୍ଭେ ଦୟାଳୁ ସୁରବନ୍ତ ଯବନ ମାନଙ୍କ ସାମନ୍ତ। ମୁକାମେ ତୁମ୍ଭଙ୍କୁ ଭଜିଲି ଲଜ୍ଜା ସଂକୋଚ ଉପେଖିଲି। ମୋ ସଙ୍ଗେ କର ବୈଭୋଗ ହର ଦୁଃସହ କାମ ରୋଗ। ପୁରୁଷ ସ୍ୱଧର୍ମଟି ଏହି ଦୀନ ଜନଙ୍କୁ ଦୟା ବହି। ମୁଁ ଜନ୍ମ କାଳୁ କାମ ଦୁଃଖେ ମୁଁ ତତେ ନତେ ଯେବି ମୁଖେ। ତାର କର୍ପଣ୍ୟ ବାକ୍ୟ ଶୁଣି ଯବନେଶ୍ୱର ମନେ ଗୁଣି। ଦେବଙ୍କ ଗୁପ୍ତେ ଯେ ମରଣ ଏହାରେ ସାଧିବି ପ୍ରମାଣ। ଏମନ୍ତେ ମନେ ବିଚାରିଲା କନ୍ୟାକୁ ପ୍ରତିବାକ୍ୟ ଦେଲା। ଶୁଣ ଗୋ କାଳର ଦୁହିତା ତୋ ସମେ ବରି ଅଛି ପତି। ଆପଣା ସମାଧି ଯୋଗରେ ମୁଁ ବର ବରି ଅଛି ତୋରେ। ଏ ଯେତେ ଲୋକ ବୃନ୍ଦ ଛନ୍ତି ତୋର ସମୀପେ ନ ଗଛନ୍ତି। ତୋ ରୂପ ଦେଖି ଅମଙ୍ଗଳ ଡରନ୍ତି ଏ ଲୋକ ସକଳ। ତୁ ଯେ ଅଲକ୍ଷ୍ୟ ଗତି ଧରି ଏହାଙ୍କୁ ଭୋଗ କର ବରି। ଏକାକୀ ବୋଲି ଭୟ ଯେବେ ମୋ ସେନା ସଙ୍ଗେ ନିଅ ତେବେ। ଏମନ୍ତେ ପ୍ରଜାଙ୍କୁ ବିନାଶ ଏ ସର୍ବେ ହୁଅନ୍ତୁ ତୋର ବଶ। ମୋହର ଭାଇ ଯେ ପ୍ରଚର ତୁ ଭଗ୍ନୀ ହେବୁ ଯେ ମୋହର। ଏକତ୍ୱେ ଭାଇ ଭଗ୍ନୀ ଥିବ ମୋ ସେନା ପଣ ସଙ୍ଗେ ନେବ। ଲୋକେ ନ ଜାଣିବେ ତୋ ଗତି ଭ୍ରମଣୁ ଥିବୁ ଚଉକତି। ଜୀବକୁ ଭୋଗ ଅନୁସାରେ ପୀଡ଼ିବୁ ଲୋଭାଦି ବ୍ୟାଧିରେ। ଏମନ୍ତ ଶିକ୍ଷା ତାକୁ ଦେଇ ଅଗ୍ରେ ବେଶିଲା ଭଗ୍ନୀ ଭାଇ। ଚତୁର୍ଥ ସ୍କନ୍ଧେ ଭାଗବତ ନାରଦ ପ୍ରାଚୀନ ଉକାତ।
ए पुरञ्जनर चरित भणई विप्र जगन्नाथ इति श्रीमद्भागवते महापुराण परमहंसाय संहिताया चतुर्थस्कन्धे पुरजनचरितं नाम सप्तविंश अध्याय अष्टाविंश अध्याय आरंभ। पर से पुरवासी जेते थिले से सर्वे आकुले शोचिले आने जे न पारंती जाई दुखे रोदंती क्षोभ पाई से नगे प्रपुरंजन संगते घेनी प्रजागण पांचाल देशे नाना दुख जेणु भुंजिला विवेक पत्नी बसरे दिन गला अळप सुखे निपचिला से कला से भये विचार एणु होइला दुख घोर प्राचीन बही कुनारद कहिले अपूर्व संवाद कालर कन्या एक थिला ताहाकु केही न परिला ए तिनि लोके से भ्रमई तरे के ताकु विभा नही से जार बर इच्छा कर से देखी कंपे थर हरे से सर्व अभाग्यर धाम एणु दुर्भागा तार नाम से कन्या पूर्वे एक काले जजाति बळे विभा हेले ताठारे बई भोग सारी पुत्र को बरे इच्छा करी ताहाकु जजाति राजन पुत्र को कले समर्पण तजिष्ठ जेतेक कुमार केही न कले अंगीकार कनिष्ठ पुत्र पुरु थिला से पित्या आज्ञारे बरिला एमन्ते से काल दुहिता से परे तुष्ट नुहे मता ता काम भोगे बल हरि तदन्ते संसार विहरि। आम जगह भारी बढ़िया कहन्ति ब्रह्मांग नंदन तदन्ते से जे पुरंजन अनेक मते प्रबोधिला राणीर मान दूर कला प्रसन्न वदने सुंदरी स्नान मार्जना बेगे करी कुंकुम कस्तूरी लगाई सुबास जले अंग धोई कज्जल सिंदूर मंडिला सुदीप्य वसन पिंधिला सुगंध पुष्पमाल देई कपरी बांधिला सजाई खंजीण नाना अलंकार मुकुरे निरेखी शरीर भोजन सारी सड़र से तांबूल भुजिला हरसे नृपति समीपे मिलिला हसी पलंगे विजे कला से काम विकारे राजन राणी की कला आलिंगन विविध